ନିହାତି। ତ ଏଥିପାଇଁ ଗୋଟେ କଡ଼ା କାର୍ଯ୍ୟାନୁଷ୍ଠାନ ନିହାତି ହେବା ଦରକାର। ଯେମିତିକି କ'ଣ କୁହନ୍ତିନି କି କାଲି ତ ଇଣ୍ଡିଆ ପାକିସ୍ତାନକୁ ହରେଇଦେଲା। ତ ସେଠି କିଛି ନ କରିପାରି ଏଠି ତା ପୂର୍ବରୁ ଅଲରେଡ଼ି କରିଦେଇଛନ୍ତି, ଭାବିଛନ୍ତି ବୋଧେ ପାକିସ୍ତାନ ତ ହାରିଯିବ। ତ ମୁଁ ଜାଣିନି ଆତଙ୍କବାଦୀ ତ ହେଇଛି, ତ କୋଉଠିକାର ଆତଙ୍କବାଦୀ ସେଟା ଅଲରେଡ଼ି କନଫର୍ମ ହେଇନି। ତ ଧରା ପଡ଼ିଲେ ଜଣା ପଡ଼ିବ। ବୋଧେ ମେ ବି ଧରା ପଡ଼ି ଯାଇଥିବ ଆ ଭିତରେ। ତତେ ମୁଁ ଦେଖିନି ନ୍ୟୁଜ୍। ତ ଏତେ ବଡ଼ ଘଟଣା ଘଟି ଯାଉଛି ତ ଭାବନ୍ତୁ, ଇଏ ପୁଣି ହେଇଛି ଜାମ୍ମୁ କାଶ୍ମୀରର ରିଆଜି ଡିଷ୍ଟ୍ରିକ୍ଟ। ତ ଭାବନ୍ତୁ ये ସେମାନେ ସବୁ ଆସିଥିବେ, ଉତ୍ତରପ୍ରଦେଶର କିଛି ବି ଅଛନ୍ତି ତୀର୍ଥଯାତ୍ରୀ, ଆଉ ବିହାରର ବି କିଛି ଅଛନ୍ତି, ରାଜସ୍ଥାନର ବି ଅଛନ୍ତି। ଟୋଟାଲ 42 ଜଣ ଯାଇଥିଲେ। ତ 42 ଜଣଙ୍କ ଭିତରୁ 33 ଜଣ ପୁରା ଇଞ୍ଜର୍ଡ ଅଛନ୍ତି। ତ ସମସ୍ତଙ୍କ ପ୍ରତ୍ୟକ୍ଷଦର୍ଶୀ ଯେଉଁମାନେ ଥିଲେ ବସ୍ରେ ଥିଲେ ସେମାନେ ବି କହୁଥିଲେ ଯେ ଅଲରେଡ଼ି କ'ଣ କୁହନ୍ତି କି ଗୁଳି ଫାୟାରିଂ ହେଲା ପରେ ବସ୍ର ଡ୍ରାଇଭର ତାର ଭାରସାମ୍ୟ ହରେଇ ବସି ତ ପାହାଡ଼ ତଳକୁ ଖସି ପଡ଼ିଛି ବସ୍ଟା। ତ ଏତେ ଦୁଃଖ ଲାଗୁଛି ସେ କଥା ମୁଁ କ'ଣ କହିବି, ମାନେ ତାଙ୍କ ପରିବାର ଲୋକ କ'ଣ ଭାବୁଥିବେ। ଆମ ଲୋକ ଯାଇଥିଲେ ତୀର୍ଥ କରିବା ପାଇଁ, କିନ୍ତୁ ସେମାନେ ଆସୁଛନ୍ତି କୋଉ ତୀର୍ଥ କରି। ତୀର୍ଥ ତ କମ୍ପ୍ଲିଟ୍ ହେଲାନି। ସେମାନେ ଲାଷ୍ଟ ତାଙ୍କର ଥିଲା ବୈଷ୍ଣୋଦେବୀ। ତ ବୈଷ୍ଣୋଦେବୀ ବି ଯାଇପାରିଲେନି, ଅଧା ବାଟରେ ତାଙ୍କର ଏଇସବୁ ଘଟଣା ଘଟିଛି। ତ ନିଶ୍ଚିନ୍ତ ସମସ୍ତେ ନିଜ ନିଜର ସପୋର୍ଟ ଦିଅନ୍ତୁ, এইଭଳି ଯେମିତି ଆଉ କେବେ ବି ନ ହଉ। ସେଥିପାଇଁ ମୁଁ କହିବି ଆମର ଭାରତୀୟ ସରକାରଙ୍କୁ ମୁଁ ନିଶ୍ଚିନ୍ତ ଅନୁରୋଧ କରିବି ଏହା ପ୍ରତି ଗୋଟେ ଷ୍ଟ୍ରିକ୍ଟଲି ଆକ୍ସନ୍ ନିଆଯାଉ। ଆମର ଯେମିତି ପଠାନକୋଟରେ ଆଟାକ୍ ହେଲା ତାପରେ ଗୋଟେ ଷ୍ଟ୍ରିକ୍ଟଲି ଆକ୍ସନ୍ ନିଆଗଲା, ତ ସେହିପରି ନିହାତି ଆକ୍ସନ୍ ନେବା ଦରକାର। ତ ଏଭଳି ନହେଲେ ଆଗକୁ କେତେ କ'ଣ ଘଟେ କିଛି ଇଏ ନାହିଁ। ତ ଏଥିର ମାନେ ଏହାର ଗୋଟେ କଡ଼ା ଜବାବ ଦେବାର ଅଛି ଆତଙ୍କବାଦୀମାନଙ୍କୁ। ଯୋଉଠି ଯାହା ହେଉଛି ସବୁ ବଲିଉଡ୍ ଆକ୍ଟର ଆକ୍ଟ୍ରେସ୍ ସବୁ ସେଲିବ୍ରିଟି ଆଗେ ଟ୍ୱିଟରରେ ଅଛି ଗୋଟେ ପୋଷ୍ଟ ପକେଇ ଦେଉଛନ୍ତି, କିନ୍ତୁ ଆମ ଭାରତରେ ଯେକୌଣସି ଗୋଟେ ହେଉଛି ତ ତାର କିଛି ପୋଷ୍ଟ ନାହିଁ। ତ ଏଥିପ୍ରତି ସମସ୍ତେ ସଜାଗ ରହିବା ଦରକାର। କ'ଣ କୁହାଯିବ, ଶୁଣିକି ଗୋଟେ ମନ ଦୁଃଖ। ତ ଭାବନ୍ତୁ ସେ ବସ୍ ହେଉଛି ଅରୁଣ ବସ୍। ମୁଁ ଆପଣଙ୍କୁ ଦେଖଉଛି ତ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଆନାଉନ୍ସ କରିଛନ୍ତି କ'ଣ 10 ଲକ୍ଷ ଟଙ୍କା ଦେବେ ପ୍ରତ୍ୟେକ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି, ଆଉ ଯେଉଁମାନେ ଇଞ୍ଜର ହେଇଛନ୍ତି ସେମାନଙ୍କୁ 50,000 ଟଙ୍କା ଦିଆଯିବ। ଆଉ ତାପରେ ରହିଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବି ତାଙ୍କର ଟ୍ୱିଟରରେ ବି ପୋଷ୍ଟ କରିଛନ୍ତି। ତ ଦେଖାଯାଉ ଆଜି ଭିତରେ ଧଇଲେ ବହୁତ ଭଲ କଥା। ତ କାଲି କଥା କିଏ ବି ଜାଣିଛି। ତ ଏଥିପାଇଁ ଗୋଟେ ଷ୍ଟ୍ରିକ୍ଟଲି ଆକ୍ସନ୍, ମୋ ହିସାବରେ ଷ୍ଟ୍ରିକ୍ଟଲି ଆକ୍ସନ୍ ନହେଲେ ଏଥିପାଇଁ ଆଉ କୌଣସି ଗୋଟେ ଅଲଗା ରାସ୍ତା ବି ନାହିଁ। ତ ନିଶ୍ଚିନ୍ତ ଷ୍ଟ୍ରିକ୍ଟ ଆକ୍ସନ୍ ନେବା ଦରକାର। ତ ସମସ୍ତେ ବି ଜାଗୃତ ହେବା ଦରକାର। ସମସ୍ତେ ଏହି ମୁଦ୍ଦାଟାକୁ ୱାର୍ଲଡ ୱାଇଡ୍ରେ ବି ଦେଖିବା ଦରକାର ଯେ କି ଏମିତି ଯଦି ଆତଙ୍କବାଦୀମାନେ ଏଇଭଳି ତୀର୍ଥଯାତ୍ରୀଙ୍କ ଉପରେ ଆକ୍ରମଣ କରିବେ ତାହେଲେ ତାହାର ପ୍ରତି ଜବାବରେ ଆମକୁ କ'ଣ କରିବାର ଅଛି, ଆମ ସରକାରକୁ କ'ଣ କରିବାର ଅଛି, ଆମ ସେନା ଅଧିକାରୀମାନଙ୍କୁ କ'ଣ କରିବାର ଅଛି, ଆମ ଯବାନମାନଙ୍କୁ କ'ଣ କରିବାର ଅଛି। ତ ସେମାନେ ନିଶ୍ଚିନ୍ତ ଦେବା ଦରକାର ତାହାର କଡ଼ା ପ୍ରତିରୋଧ ଜବାବ। ତ ଯେଉଁମାନେ ବି ସେଇ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କୁ ସେମାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ତ ଆଉ ଯେଉଁମାନେ ଇଞ୍ଜର୍ଡ ହେଇଛନ୍ତି ତ ସେମାନେ ବହୁତ ଜଲ୍ଦି ଭଲ ହେଇଯାଆନ୍ତୁ। ଜୟ ଜଗନ୍ନାଥ। ଜଗନ୍ନାଥଙ୍କ ପାଖରେ ମୁଁ ଏତିକି ଗୁହାରି କରୁଛି ସମସ୍ତେ ବହୁତ ଜଲ୍ଦି ଭଲ ହେଇଯାଆନ୍ତୁ, ସୁସ୍ଥ ହେଇଯାଆନ୍ତୁ। ଆଉ ଯେଉଁମାନେ ଚାଲି ଯାଇଛନ୍ତି ତାଙ୍କର ତ ଭରପାଇ କେହି କରିପାରିବେନି। ତ ସେଇ ତାଙ୍କରି ସେଇ ଫ୍ୟାମିଲିର ଦୁଃଖ କେହି ବୁଝିବେନି, ତାଙ୍କ ସେଇ ଫ୍ୟାମିଲି ଲୋକ ହିଁ ବୁଝିପାରିବେ। ତ ଏତିକି ହିଁ ମୁଁ କହିବି।